ମୋ ଶ୍ରମ ସାର୍ଥକ ହୋଇଗଲା। କାହିଁକିନା ସୁଲୁରା ଆମର ଖାଇଦେଇ ଖଣ୍ଡେ କହିଲା ଭଲ ଲାଗୁଛି ଆଉ କ'ଣ। ସୁଲୁରାଟା ତ ଭାରି ବାଛିଲା ବାଲା, ତାକୁ ଭଲ ଲାଗୁଛି ମାନେ ଜିନିଷଟା ନିଶ୍ଚୟ ଭଲ ହେଇଛି। ତାହେଲେ ସେ କ'ଣ ଚାଖିଲା ଦେଖନ୍ତୁ। ଏଗୁଡ଼ା କ'ଣ ଏମିତି ଥୁଆ ହେଇଛି କହିଲେ? ଏଗୁଡ଼ା ହେଉଛି କଟା ଯାଇଥିବା ଆମ୍ବ ସଢ଼ା, ଆଉ ସିଏ ହେଲା କିଛି ଜିରା ଲଙ୍କା ଗୁଣ୍ଡ, ଆଉ କଡ଼େଇରେ ତେଲ। ତାକୁ ସବୁ ମୁଁ କେମିତି ଏକାଠି ଗୋଳଉଛି ଆପଣମାନେ ପ୍ରଥମେ ଦେଖନ୍ତୁ, ତାପରେ ପୁଣି ମୁଁ ବାକି କଥା ସବୁ କହିଦେବିନି। ତେଲ, ସୋରିଷ ତେଲ ଦେହରେ ଜିରା ଲଙ୍କା ଗୁଣ୍ଡ ଆଉ ଲୁଣକୁ ମୁଁ ଭଲ ଭାବରେ ଗୋଳେଇଦେଲି। ପୁଣି ସେ ଗୋଳା ହେଇଥିବା ତେଲକୁ ଆଣି ଏ ଯେଉଁ ଆମ୍ବ ସଢ଼ା କାଟିଥିଲି ତାରି ଦେହରେ ପୁରା ଲଗେଇଦେଲି, ତେଲ ଲଗେଇଲା ଭଳିଆ, ଆଉ ଯେମିତି ସବୁ ପିସ୍ ଗୁଡ଼ାକୁ ସେ ତେଲ ଗୋଳାଟା ଟଚ୍ କରିବ। ତାହେଲେ ଯାଇ ଆପଣମାନେ ବର୍ଷା ଦିନେ ଆମ୍ବ ସଢ଼ା ରଖିବାର ସୁବିଧା ହେବ ଆଉ ଖାଇବାର ମଜା ପାଇବେ। ଏସବୁ ମୁଁ ମୋ ବୋଉଠୁ ହିଁ ଶିଖିଥିଲି। ଆମେ ଯେଉଁଠି ରହୁଥିଲୁ ସେଠି ପଟିଆ ପଟିଆ ଆମ୍ବ ସଢ଼ା ବିକ୍ରି ହୁଏ। ଯେଉଁ ଆମର ବନବାସୀ ଭାଇ ଭଉଣୀମାନେ ଆମ୍ବ ଜଙ୍ଗଲରୁ ସଂଗ୍ରହ କରିକି ପ୍ରଚୁର ପରିମାଣରେ ଆମ୍ବ ସଢ଼ା କରନ୍ତି। ଏବେ ବି ଆପଣ କେନ୍ଦୁଝର ଗଲେ ବିଭିନ୍ନ ହାଟରେ ଆମ୍ବ ସଢ଼ା ବିକ୍ରି ହେଉଥିବାର ଦେଖିପାରିବେ। କିନ୍ତୁ ସେତେବେଳେ ପରିବେଶ ପରିସ୍ଥିତି ବହୁତ ଅପରିଷ୍କାର ଥିଲା। ବୋଉ କେବେ ବି ଆମକୁ କିଣିକି ଆମ୍ବ ସଢ଼ା ଦିଏ ନାହିଁ। ଘରେ ସବୁବେଳେ ଏମିତି ଆମ୍ବ ସଢ଼ା ପ୍ରସ୍ତୁତ ହୁଏ। ମୁଁ ତ ଯାହା ରୋଷେଇବାସ ଭଲ ମନ୍ଦ ତାରିଠୁ ବିଶେଷ ଭାବରେ ଶିଖିଥିଲି। ଆଉ ଏ ଆମ୍ବ ସଢ଼ାକୁ ସାଇତି ରଖିବା ଆଉ ଆମ୍ବ ସଢ଼ା କରିବା ବି ମୁଁ ତାରିଠୁ ଶିଖିଥିଲି। ଭଲ ଭାବରେ ଶୁଖି ଯାଇଥିବା ଆମ୍ବ ସଢ଼ାକୁ ଆଣି ଏମିତି ଛୋଟ ଛୋଟ ପିସ୍ କରି ମୁଁ କାଟି ଦେଇଥିଲି। ଆଉ ସେ କଟା ଆମ୍ବ ସଢ଼ାରେ କେମିତି ତେଲ ଗୋଳେଇଲି ଆପଣ ତ ଦେଖିଲେ। ହେଲେ ଆମ୍ବ ସଢ଼ା କେମିତି ପ୍ରସ୍ତୁତ ହେଲା ତା ବି ତ ଜାଣିବା ଦରକାର। ଦେଖନ୍ତୁ, ଘରକୁ ଆସୁଥିବା ଆମ୍ବ ଭିତରୁ ଯେଉଁଗୁଡ଼ା ଅଧିକ ପାଚି ଯାଇଥାଏ ବା ଖଟା ଥାଏ ସେଇ ଆମ୍ବକୁ ସବୁ ନେଇ ମୁଁ ଆମ୍ବ ସଢ଼ା କରେ। ଅଧିକା ଆମ୍ବ ନ ଆସିଲେ କିଣି ଆଣି ଆମ୍ବ ସଢ଼ା କରିହେବ, ହେଲେ ସେଥିରେ କିଛି ଲାଭ ନାହିଁ। ତାପରେ ଆମ୍ବ କିଣିକି ଆମ୍ବ ସଢ଼ା କେତେ ବା କରିବି, ସେମିତି ମୁଁ କେବେ କରେନି। ଏଇ ଦେଖନ୍ତୁ, ଆଉ ଏଇଟା ମୋର ଗୋଟାଏ ଯନ୍ତ୍ର। ଏଇଟା ବି ମୁଁ ସେଇ କେଉଁଝରରୁ ହିଁ ଶିଖିଛି। ଗୋଟେ ବାଉଁଶକୁ 4 ଭାଗ କରି ଚିରି ଦେଇଛି, ଆଉ ତା ଦେହରେ 2ଟା ଖିଲ ବାଡ଼ି ଦେଇଛି। ହାଣ୍ଡିରେ ଚୋପା ଛଡ଼ା ଯାଇଥିବା ଆମ୍ବକୁ ପୂରେଇ ଏମିତି କୁଟି ଦେଲେ ବଡ଼ ସୁବିଧାରେ ରସ ବାହାରି ପଡ଼ିବ। ହାତରେ ଚକଟି ଚକଟି ଆପଣ କେତେ ରସ କରିବେ? ଆଉ ଟାକୁଆ ସହ ଆମ୍ବକୁ ତ ଗ୍ରାଇଣ୍ଡିଙ୍ଗ କରିପାରିବେନି। ହେଲେ ତାପରେ ପୁଣି ମୁଁ କ'ଣ କଲି କହିଲେ? ଯେଉଁଗୁଡ଼ା ଅତି ରସୁଆଳ ଆମ୍ବ ଥିଲା ସେଗୁଡ଼ା ଛେଲା ଛେଲା ହେଇ ଛାଡ଼ି ଯାଇଥିଲା। ଶୁଖେଇଲା ବେଳେ ତା ସମାନରେ ଶୁଖିବନି, ଆମ୍ବ ସଢ଼ାଟା ବି ମୋଟା ପତଳା ହେଇଯିବ। ତେଣୁ ପ୍ରଥମେ ମୁଁ ବାଉଁଶରେ କୁଟିକି ଯେଉଁ ଘୋଳ ବାହାର କଲି ତାକୁ ପୁଣି ଟିକେ ନେଇକି ଗ୍ରାଇଣ୍ଡିଙ୍ଗ କରିଦେଲି। ଗ୍ରାଇଣ୍ଡିଙ୍ଗ କରିବା ଦ୍ୱାରା ଘୋଳଟା ଏକଦମ ବଢ଼ିଆ ଭାବରେ ପାଲିସ ହେଇଗଲା। ଆପଣମାନଙ୍କର ଯାହାର ଅନୁଭବ ଥିବ ଆପଣ ଜାଣିପାରିବେ। ଗତ ବର୍ଷ ଯେତେବେଳେ ମୁଁ ଆମ୍ବ ସଢ଼ା କରିଥିଲି ମୁଁ ଗ୍ରାଇଣ୍ଡିଙ୍ଗ କରିନଥିଲି, ଠାଏ ଠାଏ ବଡ଼ ବଡ଼ ଛେଲା ରହିଗଲା। ସେଇଥିପାଇଁ ଏ ବର୍ଷ ଆମ୍ବ ସଢ଼ା କଲାବେଳେ ଭାବିଲି ଟିକେ ଗ୍ରାଇଣ୍ଡିଙ୍ଗ କରିଦେବି। ସବୁବେଳେ ରୋଷେଇବାସ ବା ଆଚାର ପତ୍ର ନିଜେ କଲେ ଏମିତି ମନକୁ ମନ ବୁଦ୍ଧି ସବୁ ବାହାରେ। ଦେଖନ୍ତୁ ଆମ୍ବ ଘୋଳ କେମିତି ଚମତ୍କାର ଦେଖାଯାଉଛି। ତାପରେ ଗୋଟେ ବଡ଼ ସିଲଭର ପରାତ ଦେହରେ ଭଲ କିନା ସୋରିଷ ତେଲ ମାରିଦେଲି। ଖାଲି ତଳେ ନୁହେଁ, ତା କଡ଼ରେ ବି ମାରିଦେଲି। କାହିଁକିନା ଆମ୍ବ ସଢ଼ାଟା ତ ଧୀରେ ଧୀରେ ମୋଟା ହେଇଯିବ ନା, ଖାଲି ତଳେ ମାରିଲେ କେମିତି ହେବ? ସାଇଡ଼ରେ ବି ମାରିଦେଲି। ତାପରେ ସେଥିରେ ଘୋଳ ଢାଳି ଶୁଖେଇଲି। ହେଲେ ଏ ତ ବହୁତ ଦିନର ଭିଡ଼ିଓଟା, ମୁଁ କରିବି ହେଇ କରିପାରିନଥିଲି। ପରେ ଯେଉଁ ଘୋଳ ମଡ଼େଇଛି ସେ ଭିଡ଼ିଓଟା କାହିଁ ମୁଁ ପାଇଲିନି। ତେବେ ମୁହଁରେ କହିଦେଲେ ବି ଆପଣମାନେ ବୁଝିପାରିବେ। ଆଜି ଏତିକି ଘୋଳ ଢାଳିକି ଖରାରେ ଥୋଇଲି। ଖରାକୁ ଚାହିଁ, ଆମ୍ବ ସଢ଼ାର ସ୍ଥିତିକୁ ଚାହିଁ ଆପଣ ଦିନେ ବା 2 ଦିନ ପରେ ତାପରେ ପୁଣି ଘୋଳ ମଡ଼େଇବେ। ଏମିତି ମଡ଼େଇ ମଡ଼େଇ 7-8 ଦିନ ମଡ଼େଇଲା ପରେ ଆମ୍ବ ସଢ଼ାଟି ଧୀରେ ଧୀରେ ମୋଟା ହେଇଯିବ। ସେଇଟା ଆପଣ ଟିକେ ଅନୁମାନ କରି କରିବେ, କାହିଁକିନା କେତେ ଘୋଳା ଢାଳିଲେ ସେଇଟା ଠିକ୍ ଭାବରେ ଶୁଖିବ। ଆଉ ଶୁଖିଗଲା ପରେ ପୁଣି ମୁଁ କ'ଣ କଲି ଦେଖୁନାହାନ୍ତି? ଗୋଟେ ପିଠା ପାତିଆ ଧରି ଯେମିତି ପିଠା ନେଉଟା ହୁଏ ଠିକ୍ ସେମିତି ଆମ୍ବ ସଢ଼ାଟିକୁ ନେଉଟେଇ ଦେଉଛି। ଦେଖନ୍ତୁ ଟିକେ ହୁସିଆରରେ କରିବେ, କାହିଁକିନା ଏଇଟା ଭଲରେ ଶୁଖିନଥିଲା। ସେତେବେଳେ ମେଘ ହେବାର ସମ୍ଭାବନା ରହିଲା ତ ମୁଁ ଭାବିଲି ଲେଉଟେଇ ଦେଲେ ଟିକେ ଭଲ ରକମ ଶୁଖିଯିବ।
ପ୍ରକୃତରେ ବି ଖୁବ୍ ସୁନ୍ଦର ଭାବରେ ଆମ୍ବସଡ଼ା ଲେଉଟି ପଡ଼ିଲା। ମୁଁ ଦୁଇଟା ଯାକ ଆମ୍ବସଡ଼ାକୁ ଭଲ ଭାବରେ ଲେଉଟେଇ ଦେଲି, ଯାହାଦ୍ୱାରା କି ଖରା ଦୁଇ ପଟକୁ ଭଲରେ ବାଜିଲା ଆଉ ବେଶୀ ପୁଚପୁଚିଆ ନ ହେଇ ଆମ୍ବସଡ଼ା ପୁରା ବଢ଼ିଆ ବାଗରେ ଶୁଖିଗଲା। ତାପରେ ସେଇ ଆମ୍ବସଡ଼ାକୁ ଆଣି ମୁଁ ପନିକିରେ ଛୋଟ ଛୋଟ କରି କାଟିଦେଲି। ଆପଣ ଯଦି ଅଳ୍ପ କରିଥିବେ ତ ଏମିତି ଓଲଟେଇବା କିଛି ଅସୁବିଧା ନୁହଁ, କିନ୍ତୁ ଯଦି ବଡ଼ଟିଏ କରିଥିବେ ଟିକେ ସାବଧାନରେ କରିବେ। ଦେଖୁନାହାନ୍ତି ତଳପଟ କେମିତି ଓଦା ଓଦା ପୁଚୁ ପୁଚୁ ଥିଲା। ମୁଁ ତାକୁ ଭଲରେ ଖରାରେ ଶୁଖେଇ ଦେଲି। ଆମ୍ବସଡ଼ାଟା ରସରୁ ପ୍ରସ୍ତୁତ ହେଇଥାଏ, ତେଣୁ ଖୁବ୍ ସହଜରେ ଏଥିରେ ପୋକ ଲାଗିଯାଏ। ତାକୁ ଭଲରେ ନ ରଖିଲେ ଆପଣଙ୍କ ପରିଶ୍ରମ ବୃଥା ହେଇଯିବ ଆଉ ଜିନିଷଟି ନଷ୍ଟ ହେଇଯିବ। ତାକୁ ଆଣିଲା ପରେ ପୁଣି କ'ଣ କଲି, ଗୋଟିଏ ବୋତଲ ସଫା କରିକିରି, କାଚ ବୋତଲ, ପ୍ଲାଷ୍ଟିକ ବୋତଲରେ ବି ଆପଣ ରଖିପାରିବେ, କିନ୍ତୁ କାଚରେ ରଖିଲେ ଭଲ। ସେତେବେଳେ ଛୋଟ ଛୋଟ ଆଟିକାରେ ୟାକୁ ରଖି ତା ମୁହଁରେ ପତଳା କପଡ଼ା ବାନ୍ଧି ଶିକାକୁ ଉଠେଇ ଦିଆହେଉଥିଲା। ଏବେ ତ ଆଉ ସେସବୁ ନାହିଁ। ମୁଁ କାଚ ବୋତଲଟି ଆଣି ତା ଚାରିପଟ ବି ଭଲ ରକମ ତେଲ ମାରିଦେଲି। ହେଲେ ସେଦିନ ମୋର ଟିକେ କାମ ଥିଲା, ନହେଲେ ଏକାବେଳେ ବି ସବୁ କାମ ସରିଥାନ୍ତା। ସେଥିପାଇଁ ମୁଁ କ'ଣ କଲି, ତାକୁ ବଡ଼ ବଡ଼ ଫଡ଼ା ଫଡ଼ା କାଟି ଗୁଡ଼େଇ ରଖିଦେଲି ବୋତଲ ଭିତରେ। କାଳେ ନଷ୍ଟ ହେଇଯିବ ବୋଲି ତା ଦେହରେ ବି ଟିକେ ଟିକେ ସୋରିଷ ତେଲ ମାରିଦେଇଥିଲି। ଏସବୁ କାରବାର ସୋରିଷ ତେଲରେ ହିଁ କରିବେ। ଆଚାର ପାଇଁ ଯେତେ କାରବାର ସୋରିଷ ତେଲଟା ଭଲ, ଅନ୍ୟ ତେଲରେ ମୁଁ ତ କେବେ କରେ ନାହିଁ। ଦେଖୁନାହାନ୍ତି କେତେ ବଡ଼ ବଡ଼ ଫଡ଼ା କାଟି ତାକୁ ଗୋଲ ବୁଲେଇକି ମୁଁ ସେଇ ବୋତଲରେ ପୁରେଇ ଦେଉଛି। ଦେଖନ୍ତୁ କେତେ ଲମ୍ବା ହେଇଛି ଆଉ କେତେ ଟାଣ ହେଇଛି, ନହେଲେ ତ ଏମିତି ଉଠେଇଲା ବେଳକୁ ଛିଡ଼ି ପଡ଼ନ୍ତା। ଏମିତି କରି ସେଦିନ ଥୋଇଦେଲି, କାହିଁକିନା ସେଦିନ ମୋର ସମୟ ନଥିଲା। ତାପରେ କ'ଣ କଲି, ଟିକେ ଜିରା ଆଉ ଲଙ୍କା ତ ମୁଁ ଆମ ଘରେ ବ୍ୟବହାର କରେନି, ହେଲେ ମୁଁ ବୋଉଠୁ ଶୁଣିଥିଲି ଲଙ୍କା ଆଉ ଲୁଣ ଦେଲେ ସେଇଟା ପୋକ ଧରିବନି। ସେଥିପାଇଁ ମୁଁ ବହୁତ କମ୍ ପରିମାଣର ଲଙ୍କା ଆଉ ଟିକେ ଜିରାକୁ ଭଲ ଭାବରେ ଭାଜିଦେଲି। ଆମେ ଯେମିତି ଡାଲମାରେ ପକାଇବାକୁ ବା ଅନ୍ୟାନ୍ୟ ତରକାରୀରେ ପକାଇବାକୁ ଗୁଣ୍ଡ କରନ୍ତି ମ, ଠିକ୍ ସେମିତି। ଆଉ ସେଇ ଗୁଣ୍ଡକୁ ଭାଜି ଥଣ୍ଡା ହେବାକୁ ରଖିଦେଲି। ଏଣେ କ'ଣ କଲି ନା, ଗୋଟେ କଡ଼େଇରେ ଟିକେ ତେଲ ନେଲି, ଆଉ ସେ କଡ଼େଇରେ ତେଲ ନେଇକିରି, ସେଇଟା ବି ସୋରିଷ ତେଲ, ପ୍ରାୟ 150ରୁ 200 ଗ୍ରାମ ହେବ। ସେ ତେଲକୁ ନେଇକି ଭଲକିନା ଗରମ କଲି। ଦେଖୁନାହାନ୍ତି କେତେ ଅଳ୍ପ ଲଙ୍କା ଆଉ କେତେ ଅଧିକ ଜିରା ମୁଁ ନେଇଛି। ଖାଲି ଲଙ୍କା ଟିକେ ବିଧିକି ପକେଇଲି, ନହେଲେ ଲଙ୍କା ନ ପକେଇଲେ ବି ଚଳିବ। ସେଇ କଥା ପୁରା ମନେ ପଡ଼ିଲା, ବୋଉ କହିଥିଲା ଲଙ୍କା ପଡ଼ିଲେ ପୋକ ହେବେନି, ସେଇଥିପାଇଁ ଅଳ୍ପ ଯୋଡ଼େ ଲଙ୍କା ପକେଇ ଦେଇଥିଲି। ତାକୁ ଥଣ୍ଡା ହେବାକୁ ଛାଡ଼ି ଦେଇ ଏପଟେ ପୁଣି କଡ଼େଇରେ କିଛି ତେଲ ଗରମ କରିଦେଲି। ତେଲକୁ ପୁରା ଭଲ ରକମ ଗରମ କରିବେ, ଯେମିତି ତା ଦେହରୁ ଟିକେ ବାମ୍ଫ ଉଠିଯିବ। ବାମ୍ଫ ଉଠିଗଲା ପରେ ପୁଣି ତାକୁ ଥଣ୍ଡା କରିଦେବେ। ଆଉ ଏଇ ଗୁଣ୍ଡ ହେଇଥିବା ଜିରା ଲଙ୍କା ଟିକେ ଲୁଣ ଦେଇ ତା ଦେହରେ ଗୋଳେଇ ଦେବେ। ଦେଖୁନାହାନ୍ତି କେମିତି ସୁନ୍ଦର ଆଚାର ହେଇଗଲା। ଏଇଥିରୁ ଖଣ୍ଡେ 2 କୋଲା ରସୁଣ ଆଉ ବେଲାଏ ପଖାଳ କୁଆଡ଼େ ଉଡ଼ିଯିବ ଆପଣ ଜାଣିପାରିବେନି। ପରୀକ୍ଷା କରି ଦେଖନ୍ତୁ ମୋ କଥା ସତ ନା ମିଛ। ମୋ ପାଟିରୁ ବା ଲାଳ ବୋହିଯାଉଛି, ଆଉ ଖାଲି ପାଟିରେ ଖାଇଲେ ବି ଭଲ ଲାଗେ। ଆମେ ତ ସ୍କୁଲକୁ ଲୁଚେଇ ନେଇ ଖାଉଥିଲୁ।